ଠାକୁରଙ୍କୁ ସାଥୀ ରଖି ଭଉଣୀଟା ତା ଭାଇ ଆଗରେ ରାକ୍ଷୀ ବାନ୍ଧିଥାଏ। କାରଣ ସେ ତା ମାନ ଅଭିମାନ ବିପଦ ଆପଦରେ ସାହାଯ୍ୟ କରିବ। କିନ୍ତୁ ମୁଁ ଆସି ଏଠି ଦେଖୁଛି ଏ ତ ଗୋଟେ ନୂଆ କାହାଣୀ, ମାନେ ଭାଇ ଭଉଣୀର ପ୍ରେମ କାହାଣୀ। ବାସ୍ତବିକ ଏକ ନିଆରା ସମ୍ପର୍କ। ବସନ୍ତ ତମେ ତମ କାମ କର, କିଛି ଅସୁବିଧା ନାହିଁ। ଏଭଳି ନାରୀ ଶାସ୍ତି ପାଇବା ଉଚିତ। ବସନ୍ତ, ତମେ ଏ କଥା କହିପାରୁଛ? କହିବେନି କେମିତି କେମିତି କହିବେନି? ତମ ଏ ମାମୁ ପୁଅ ଭାଇକୁ ହାତ କରି ଏମିତି ଚକଟାକୁ ବୁଲେଇ ଦେଲ ସେ, ଯୋଉଟା କି ମୋ ପାଇଁ ବଞ୍ଚିବା ମରିବା ସବୁ କିଛି ଅଲଗା। ଆଉ ସେଇ ଚକଟା ବର୍ତ୍ତମାନ ଏବେ ଓଲଟା ବୁଲିବାକୁ ଯାଉଛି। ଯୋଉଥିରେ ତମେ ଗାଳି ପଡି ପାଉଁଶ ହେଇଯିବ। ମୁଁ ଶୁଣିଥିଲି ତମର ବାହାଘର ହେଲା ପରେ ଚଉକି ରାତି ହୁଏ। ଆଜି ସେ କାମଟା ଆଜି ସାରିଦଉନ, ମୁଁ ତମକୁ ସାହାଯ୍ୟ କରିବି। ମୋର ଚଉଠି ରାତି ହେବା ଦରକାର ନାହିଁ, ବରଂ ତମର ସେ ଯେହେତୁ ମାମୁ ଝିଅ ତମେ ଚଉଠି ରାତି କରିବ। କଥା କଣ? ତମର ପ୍ରପର୍ଟି ଦରକାର, ସମ୍ପତ୍ତି ବାଡି ଦରକାର, ଯାହା ଦରକାର ମୁଁ ତାଠୁ ଜୋର ଜବରଦସ୍ତ କରି ସିଗ୍ନେଚର କରିଦେବି। ତମେ ତମ କାମ କର। ତମର ହେଇଗଲା। ଆଜି ମୁଁ ତୋର ଏଠି ଚଉଠି କରିବି, ମାନେ ଏଠି ଚଉଠି କରିବି। ପ୍ରକାଶ ଭାଇ, ତମ କାମ ସରିଲା ନା ନାହିଁ? ମୋ କାମ କିନ୍ତୁ ସରିବ। ଚଉଠି ପେପରଟାକୁ ଚିରିଦେବ। ପେପରଟାକୁ ଚିରିଦେଲି। ବର୍ତ୍ତମାନ দুইটা পরিবার আগে খালি পড়ে পাউস হয়েছি। ମୋ ପ୍ରେମିକାକୁ ହଜାର ଗୁଣରେ ମତେ ମୋ ସ୍ତ୍ରୀ ଭଲ ପାଏ। କେବଳ ତୋର ପାଇଁ ମୁଁ ତାକୁ ତୁ ଯୋଉ ସ୍ୱର୍ଗକୁ ସିରି କରିଛୁ ରାଜା ହେବା ପାଇଁ, ଆଜି ରାବଣ ମରିବ, ଲଙ୍କା ଚଳିବ, ଆଉ ଅଯୋଧ୍ୟାରେ ରାମ ସୀତାଙ୍କ ଅଭିଷେକ ହବ। ଏଇଠି ରାମର ଅଭିଷେକ ହବନି ବେ, ମୁଁ ତମ ଦିଟାକୁ ଏଇଠି ମାରିଦେବି। লঙ্কাপুরী সজিয়েছিল সেটা লঙ্কাপুরী নয়, সেটা হচ্ছে অযোধ্যা। নিজକୁ রাম ভবন রাম নহে, রাম
ମଧ୍ୟ ଗୋଟେ ଷ୍ଟିଲ୍ ପ୍ଲାଣ୍ଟର ସିକ୍ୟୁରିଟି ଗାର୍ଡ ହୋଇ ତୁମ ଉପରକୁ ହାତ ଉଠାଉଛୁ ତୋ ଚାକିରିଟା ମୁଁ ଆଜି ଖାଇବି ନାହିଁ। ନାଇଁ ବସନ୍ତ ମୋ ବନ୍ଧୁଙ୍କର ତ କିଛି ଦୋଷ ନାହିଁ ତମେ ତାଙ୍କୁ କାହିଁକି ଆରେଷ୍ଟ କରିବ? ନାଇଁ ବନ୍ଧୁ ସନ୍ଦରୁ ସକାଳ ଆଉ ସକାଳରୁ ସନ୍ଦ ଇଏ ପରା ମଣିଷ